ବାଲେଶ୍ୱର ସହରର କାଦରାବାଦ ସ୍ଥିତ କାନ୍ତେଶ୍ୱର ମନ୍ଦିରରେ ପାଳିତ ହେଲା ମହାଶିବରାତ୍ରି। ଜାଗର ଉତ୍ସବରେ ଶିଶୁଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବା ସହ ଅନୁଷ୍ଠିତ ହେଲା ସାଂସ୍କୃତିକ ସନ୍ଧ୍ୟା। ବାଲେଶ୍ୱର ସହରର କାଦରାବାଦ ସ୍ଥିତ କାନ୍ତେଶ୍ୱର ମହାଦେବ ମନ୍ଦିରରେ ମହାଶିବରାତ୍ରି ପାଳନ ଅବସରରେ ଜାଗର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦିବସ ବ୍ୟାପୀ ଆୟୋଜିତ ହୋଇଥିବା ମହାଦେବଙ୍କର ବିଧିପୂର୍ବକ ପୂଜା ଅର୍ଚ୍ଚନା ପରେ ସନ୍ଧ୍ୟାଠାରୁ ରାତ୍ରିର ଶେଷ ପ୍ରହରରେ ମହାଦୀପ ଉଠିବା ପର୍ଯ୍ୟନ୍ତ ଏହି ଜାଗର ଉତ୍ସବ ପାଳିତ ହୋଇଥିଲା। ଏଥିରେ ଶତାଧିକ ମହିଳା ମନ୍ଦିର ପ୍ରାଙ୍ଗଣରେ ଜାଗର ଜାଳି ମହାଶିବରାତ୍ରି ବ୍ରତ ପାଳନ କରିଥିଲେ। ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ପ୍ରସିଦ୍ଧ ଭଜନ ଗାୟକ ନରେନ୍ଦ୍ର କୁମାରଙ୍କର ଭଜନ ପରିବେଷଣରେ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏହା ପୂର୍ବରୁ ଶିକ୍ଷାବିତ୍ କମଳାକାନ୍ତ ଆଚାର୍ଯ୍ୟଙ୍କର ପୌରୋହିତ୍ୟରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିରଞ୍ଜନ ବେହେରା, ଦୈନିକ ଖବରକାଗଜ ଧ୍ୱନି ପ୍ରତିଦିନର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା, ସାଗରିକା ପତ୍ରିକାର ସମ୍ପାଦିକା ସାରେନ୍ଦ୍ରୀ ସାହୁ, ସାଗର କଲେଜର ଚେୟାରମ୍ୟାନ୍ ସନତ ଦାସ, ଏସିପିଏଲ୍ର ନିର୍ଦ୍ଦେଶିକା ସଙ୍ଗୀତା ମହାନ୍ତି ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ସଂସ୍କୃତି ଏବଂ ପରମ୍ପରା ରକ୍ଷାରେ ଏହିଭଳି ଉତ୍ସବ ଆୟୋଜନ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ। ଜାଗର ଉତ୍ସବକୁ କିଏ କେମିତି ଭାବରେ ଦେଖନ୍ତି ମୁଁ ଜାଣେ ନାହିଁ। ଏ ଗୋଟେ ଦୈବ ସ୍ଥଳୀ, ଅନେକ ଦେବାଦେବୀଙ୍କ ସମାହାର। ଏଭଳିଆ ଜାଗାରେ ଜାଗର ଦୀପ ଜାଳି ଭଗବାନ ଶିବକୁ ଆରାଧନା କରିବା ଏକ ସୌଭାଗ୍ୟ। ଶିବ ଏକ ଚେତନା, ଆରାଧନା। ମୁଁ ଜାଣିନି ଯେଉଁମାନେ ଏଠି ଦୀପ ଜାଳିଛନ୍ତି ସେ ଶିବଜୀ ବା ଶିବପାଦ ଆମେ ଯାହା କହୁଛୁ ତାଙ୍କୁ କେତେ ବୁଝନ୍ତି। ମୁଁ ଯାହା ବୁଝେ ସେ ଭଳିଆ ଏକ ଭଗବାନ ଯାହାର ବିରାଟ ପ୍ରସାଦ ନାହିଁ, ଯାହାର ସୁନା ରୂପା ଖଞ୍ଜିତ ଗହଣା ଗାଣ୍ଠି ନାହିଁ, ଯାହାର ଯିଏ ମଶାଣିରେ ବାସ କରନ୍ତି, ଦେହରେ ସାପ, ମଶାଣିର ପାଉଁଶ ଏବଂ ଧ୍ୟାନବଦ୍ଧ, କୌଣସି ଆସକ୍ତି ନଥାଏ। ଥାଏ ତ ଜଗତର ମଙ୍ଗଳ କାମନା। ଯଦି ଜନସମାଜ ସେ ବିପଦରେ ପଡ଼େ ତାକୁ ଉଦ୍ଧାର କରିବା ପାଇଁ ଚଳଚଞ୍ଚଳ ବ୍ୟକ୍ତ ସେ ହେଲା ଶିବ। ଏହି ଅବସରରେ ନୃତ୍ୟ ସଙ୍ଗୀତ କଳା ମନ୍ଦିରର ପୂର୍ବତନ ସମ୍ପାଦକ ବର୍ଷିୟାନ ଶରଦ ଦାସଙ୍କୁ ମାଟି ଗୌରବ ସମ୍ମାନ ସହିତ ଚିତ୍ରଶିଳ୍ପୀ ନବକୁମାର ବାରିକ, ମଞ୍ଚ କଳାକାର ସ୍ୱର୍ଗତ ଅଜୟ କୁମାର ଆଚାର୍ଯ୍ୟ, ସମାଜସେବୀ ଭବାନୀ ଶଙ୍କର ପଣ୍ଡା, ଅଭିନେତ୍ରୀ ହାନ୍ସି ମଣ୍ଡଲ, ଶିକ୍ଷାବିତ୍ ଡକ୍ଟର ଘନଶ୍ୟାମ ବିଶ୍ୱାଳ ଏବଂ ରାମେଶ୍ୱର ବେହେରାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ପ୍ରସିଦ୍ଧ କବିରାଜ ସ୍ୱର୍ଗତ ସିଦ୍ଧିକଣ୍ଠ ଦାସଙ୍କ ସ୍ମୃତିରେ ପୂର୍ବରୁ ଶିଶୁମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରକାର ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କବି ରାଧାରଞ୍ଜନ ପଟ୍ଟନାୟକ ମଞ୍ଚ ପରିଚାଳନା କାର୍ଯ୍ୟ କରିଥିଲେ। ଉତ୍ସବ କମିଟିର ସମ୍ପାଦକ ରାଜେନ୍ଦ୍ର ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସତ୍ୟେନ୍ଦ୍ର ଦାସଙ୍କ ନେତୃତ୍ୱରେ ମାନସ ରଞ୍ଜନ ପଟ୍ଟନାୟକ, ସବ୍ୟସାଚୀ ଦାସ, ରାଜଦର୍ଶୀ ଦାସ, ପ୍ରଦୀପ ଆଚାର୍ଯ୍ୟ, ବିଜୟ କିଶୋର ଦାସ, ରାଜକୁମାର ବେହେରା, ବିଜୟ ନନ୍ଦ, ସନ୍ତୋଷ ଦାସ, ଜିତେନ୍ଦ୍ର ଦାସ, ଶୁଭେନ୍ଦୁ ସାହୁ, ଜିତେନ୍ଦ୍ର ସ୍ୱାଇଁ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।